ଓମ୍ ସାଇ ନାଥାୟ ନମଃ। ଆଜିର ସାଇ ସନ୍ଦେଶରେ ବାବା କହୁଛନ୍ତି, ସନ୍ତାନ ତୁ ଚିନ୍ତାରେ ରହୁଛୁ, ମୁଁ ଜାଣିପାରୁଛି ସନ୍ତାନ, ତୁ ବହୁତ ଦୁଃଖ କଷ୍ଟରେ ରହୁଛୁ। ହେଲେ ସନ୍ତାନ ଶୁଣୁ, ଦୁଃଖ କଷ୍ଟରେ କାହିଁକି ରହୁଛୁ ତୁ? ଭଗବାନ ଯେତେବେଳେ ବହୁତ ବଡ଼ କିଛି ଘଟେଇଥାନ୍ତି, ତା ଭିତରେ ବି ଆମକୁ ଛୋଟ ଛୋଟ ଖୁସି ଦେଇଥାନ୍ତି। ସନ୍ତାନ ତୋର ବହୁତ ଜଟିଳ ପରିସ୍ଥିତି ଅଛି, ମୁଁ ସେ ବିଷୟରେ ବୁଝିପାରୁଛି ସନ୍ତାନ। ତୋ ମନ ବହୁତ ଦୁଃଖରେ ଅଛି। ହେଲେ ସନ୍ତାନ ତୁ ମନେ ମନେ ଭାବିଲୁ, ତୋତେ ଭଗବାନ ଛୋଟ ଛୋଟ ଖୁସି ବି ଦେଇନାହାନ୍ତି? ତୋ କାମ କ'ଣ ଅଟକି ଯାଇଛି? ଯେଉଁ କାମ ଯେମିତି ହେବା କଥା ସେମିତି ହିଁ ହେଉଛି। ତୁ ସେଇ ଛୋଟ ଛୋଟ ଖୁସିକୁ ନେଇକି ବଞ୍ଚିବା ଶିଖ, ନିଜ ମନକୁ ଖୁସି କରିବା ଶିଖ। ହେଲେ ତୁ ସବୁବେଳେ ଦୁଃଖରେ ରହୁଛୁ, କାରଣ ତୁ ସବୁବେଳେ ଭାବୁଛୁ ମୋର ଏଇଟା ହୁଅନ୍ତା ସେଇଟା ହୁଅନ୍ତା। ହେଲେ ସନ୍ତାନ ଭଗବାନ କେବଳ ମଣିଷର କର୍ମର ଫଳ ହିଁ ଦେଇଥାନ୍ତି। ତୋର ପୂର୍ବଜନ୍ମର କର୍ମଫଳ ଯାହା ଥିଲା ତୁ ସେଇ ହିସାବରେ ଭୋଗ କରିବୁ। ଏ ଜନ୍ମର କର୍ମ ଯଦି ତୁ ଭଲ କରିବୁ, ସେ କର୍ମଫଳ କିଛି କିଛି କଟି କଟିଯିବ। ହେଲେ ସନ୍ତାନ କିନ୍ତୁ ଯାହା ଆମ ଭାଗ୍ୟର ଲେଖା, ତାକୁ ତ କେହି ବଦଳେଇ ପାରିବେନି, ସ୍ୱୟଂ ଈଶ୍ୱର ବି ବଦଳେଇ ପାରିବେନି। ସନ୍ତାନ ତୋର ବଡ଼ ପରିସ୍ଥିତି ବହୁତ ଜଟିଳ, ହେଲେ ଭଗବାନ ତୋତେ ଛୋଟ ଛୋଟ ଖୁସି ବି ଦେଉଛନ୍ତି। ସନ୍ତାନ ଭଗବାନ କେବେ ହେଲେ ମଣିଷର ସମ୍ପୂର୍ଣ୍ଣ ଦୁଃଖର ଭାର ନଦୀ ଦିଅନ୍ତିନି, ତାକୁ ସେଇ ଦୁଃଖ ସହିତ ସୁଖ ବି ଦେଇଥାନ୍ତି। ହେଲେ ମଣିଷ ତାକୁ ବୁଝିପାରେନି। ମଣିଷ ତା ଜୀବନକୁ ବହୁତ ଜଟିଳ ଭାବେ, କିନ୍ତୁ ସେମିତି କିଛି ନାହିଁ। ସନ୍ତାନ ତୁ ଯଦି ସବୁବେଳେ ମୋ ନାମ ଜପ କରିବୁ, ମୋ ସାଇ ସಚ್ಚରିତ ପାଠ କରିବୁ, ମୋ ମନ୍ତ୍ରକୁ ସବୁବେଳେ ନିଜ ମନରେ ଜପ କରିବୁ, ତୋର ସେଇ ଜଟିଳ ପରିସ୍ଥିତି ବି ତତେ ବହୁତ ସହଜ ଲାଗିବ। ତୁ ଯଦି ସବୁ ମୋତେ ବିଶ୍ୱାସ କରିବୁ, ମୋ ଉପରେ ଛାଡ଼ିଦେବୁ, ମୋ ସାଇ ଅଛନ୍ତି, ମୋର କିଛି ହେବ ନାହିଁ। ସେ ଯେତେ ବଡ଼ ପରିସ୍ଥିତି ଆସୁ, ମୋ ସାଇ ହିଁ ମୋତେ ଉଦ୍ଧାର କରିବେ। କେବଳ ମନରେ ଏଇ ବିଶ୍ୱାସ ରଖିବୁ। ସନ୍ତାନ ଏହି ବିଶ୍ୱାସ ରଖିବୁ ଯଦି, ଦେଖିବୁ ତୋତେ କୌଣସି ବି କଷ୍ଟ ତୋର କିଛି ବି କରିପାରିବ ନାହିଁ। ହେଲେ ତୁ ତ ନିଜ ଜୀବନକୁ ବହୁତ ଜଟିଳ ଭାବୁଛୁ, ସେଥିଲାଗି ତୁ ବହୁତ ମନ ଦୁଃଖରେ ରହୁଛୁ। ତୋତେ ମୁଁ କହୁଛି ସନ୍ତାନ, ତୁ ଯଦି ଏତେ କଷ୍ଟ, ଏତେ ଦୁଃଖ, ଏତେ ଯନ୍ତ୍ରଣାରେ ରହିବୁ, ମୋତେ ବହୁତ କଷ୍ଟ ହେଉଛି ସନ୍ତାନ। କାରଣ ତୁ ବୁଝିପାରୁନୁ, ମୁଁ ତୋତେ ବହୁତ ସୁଖ ବି ସେ ଭିତରେ ଦେଉଛି, ଖାଲି ଦୁଃଖ ତୋତେ ଲଦି ଦେଉନି। ସନ୍ତାନ ତୁ ତୋ ସୁଖକୁ ନେଇକି ବଞ୍ଚିବା ଶିଖ। ଯାହା ଅଳ୍ପ ସୁଖ ମିଳୁଛି ତାକୁ ନେଇକି ଜୀବନ ଅତିବାହିତ କର। କାହାର ଅଧିକ ସୁଖ, କାହାର କିଏ ଭଲରେ ରହିଲା, ସେଥିରୁ ତୋତେ କ'ଣ ମିଳିବ? ସନ୍ତାନ ସିଏ ତା କର୍ମ ଅନୁସାରେ ଭୋଗିବ, ତୁ ତୋ କର୍ମ ଅନୁସାରେ ଭୋଗିବୁ। ତେଣୁକରି ତୁ କାହାର ଅଧିକ ସୁଖ ନେଇ ଈର୍ଷା କରନି। କେବଳ ତୋତେ ଭଗବାନ ଯାହା ବି ସୁଖ ଦେଉଛନ୍ତି, ତୁ ସେଇଥିରେ ଖୁସିରେ ରହ। ନିଜ ଜୀବନକୁ ତୁ ଜଟିଳ ବୋଲି ଆଦୌ ଭାବେନି। ସନ୍ତାନ ମୁଁ ତୋ ସହିତ ସବୁବେଳେ ରହିଛି। ହଁ, ସମସ୍ୟା ଅଛି, ତା'ର ସମାଧାନ ବି ଅଛି। ତୋର ଯେଉଁ ସମସ୍ୟା ଅଛି, ତା'ର ଆସ୍ତେ ଆସ୍ତେ ସମାଧାନ ଆଡ଼କୁ ଯାଉଛି। ସନ୍ତାନ ତୋର ବହୁତ ବଡ଼ ପରିବର୍ତ୍ତନ ଆଗକୁ ଅଛି। ଭଗବାନ ଯେତେ ଜଟିଳ ପରିସ୍ଥିତି ମଣିଷକୁ ଦେଇଥାନ୍ତି, ସେତେ ବଡ଼ ଖୁସି ବି ତା ପାଇଁ ରଖିଥାନ୍ତି। ତୋ ଜୀବନକୁ ତୁ ଏତେ ମୂଲ୍ୟହୀନ ଜମା ଭାବିବୁନି। ସନ୍ତାନ ତୋ ମନ ଯେତେବେଳେ ଦୁଃଖ ରହିବ, ତୁ ମନ୍ଦିରକୁ ଆସେ, ମୋ ପାଖକୁ ଆସେ, ମୋ ପାଖେ ତୋ ମନର କଷ୍ଟ ଜଣେଇ ଦେ। ତୋ ମନ ବହୁତ ହାଲକା ହେଇଯିବ, ତୁ ବହୁତ ଶାନ୍ତ ହୋଇଯିବୁ। ତୋ ମନରେ ଯାହା ବି ଦୁଃଖ ଅଛି, ତୁ ଥରେ ମୋ ମନ୍ଦିରକୁ ଆସ, ମୋ ପାଖରେ କହି ମୋତେ ଭୋଗ କର, ମୋତେ ପ୍ରଣାମ କର, ତୋ ମନର ଦୁଃଖ ସବୁ ଦୂର କରିଦେ। ଦେଖିବୁ ତୋର ସବୁ ଦୁଃଖ ଦୂର କରିବୁ, ତୋ ପରିବାର ଖୁସିରେ ରହିବ, ତୁ ବି ଖୁସିରେ ରହିବୁ। ତୁ ଦୁଃଖରେ ରହିବା ମୁଁ ସହିପାରୁନି, କି ତୋ ପରିବାର ବି ସହିପାରୁନାହାନ୍ତି। ପରିସ୍ଥିତି ଯେତେ ବି ଜଟିଳ ହେଉ, ଆମକୁ ଧୈର୍ଯ୍ୟ ରଖିବାର ଅଛି। ଆମକୁ ଭଗବାନଙ୍କ ଉପରେ ଭରସା ରଖିବାର ଅଛି। ଭଗବାନ ଆମକୁ ଯେଉଁ ଛୋଟ ଛୋଟ ଖୁସି ଦେଉଛନ୍ତି, ଆମେ ସେଥିରେ ଖୁସି ହେବାର ଅଛି। ସେହି ଖୁସି ଯଦି ତୁ ବୁଝିପାରିବୁ, ତୋ ଜୀବନ ଆନନ୍ଦମୟ ହୋଇଯିବ। ତୋତେ ଯେତେ ବି ବଡ଼ ପରିସ୍ଥିତି ଆସୁ, ତୋତେ କିଛି ବି କଷ୍ଟ ଲାଗିବନି। ସନ୍ତାନ ତୋ ଜୀବନର ମୂଲ୍ୟ ତୁ ବୁଝିଯିବୁ। ସବୁବେଳେ ମୋ ଉଧିକୁ ମୁଣ୍ଡରେ ଲଗା, ମୋ ମନ୍ତ୍ର ପାଠ କର, ମୋ ସାଇ
ନାମକୁ ସବୁବେଳେ ଜପ କର। ମୁଁ ସବୁବେଳେ ସଦାସର୍ବଦା ତୋ